বিজু পটনায়ক অমর রয়, বিজু পটনায়ক অমর রয়, বিশিষ্ট স্বাধীনতা সংগ্রামী বিজু বাবু অমর রয়। ଭାରତବର୍ଷ ମୁକ୍ତି ଆନ୍ଦୋଳନର ଅନନ୍ୟ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଆଜି ପବିତ୍ର 110ତମ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ। ଯେତିକି ଓଡ଼ିଶାର ସ୍ୱାଧୀନତା ପରବର୍ତ୍ତୀ ସମୟରେ ଓଡ଼ିଶାର ଯାହା ବିକାଶ ହେଇଛି ସେଥିରେ ତାଙ୍କର ପଦଚିହ୍ନ ଆଜି ମଧ୍ୟ ସ୍ପଷ୍ଟ। ସେ ସବୁବେଳେ ଦୁଇଟା ଶବ୍ଦ ଭିତରେ ଓଡ଼ିଆ ଜାତିକୁ ଖୋଜୁଥିଲେ। ସେ ସବୁବେଳେ କଳିଙ୍ଗ କଥା କହୁଥିଲେ ଏବଂ ଖାରବଳ କଥା କହୁଥିଲେ। ସେ ଏଇଥିପାଇଁ କହୁଥିଲେ ଯେ ଓଡ଼ିଆ ଜାତି ଦିନେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ଏଇ ଯେଉଁ କଳିଙ୍ଗ ସାମ୍ରାଜ୍ୟ ଏବଂ ଯାହାର ଶାସନ କରୁଥିଲେ ଐର ଖାରବଳ, ସେ ସବୁବେଳେ ଓଡ଼ିଶାର ଯୁବକ ଛାତ୍ର ମେହନତୀ ମଣିଷ ସମସ୍ତଙ୍କ ମନ ଭିତରେ ପୁରେଇବାକୁ ଚେଷ୍ଟା କରୁଥିଲେ। ତମେ ଅଦ୍ୟମ ସାହସୀ ହୁଅ, ସ୍ୱପ୍ନଦ୍ରଷ୍ଟା ହୁଅ, ଖାରବଳ ଭଳି ଶକ୍ତିଶାଳୀ ହୁଅ। ଆଜି ସେହି ମହାନ ଜନନାୟକ ଆଧୁନିକ ଓଡ଼ିଶାର ନିର୍ମାତା ପ୍ରବାଦ ପୁରୁଷଙ୍କ ପ୍ରତି ଆମେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲାବେଳେ ଆଜି ସଂକଳ୍ପ ନେବା ତାଙ୍କର ଯେଉଁ ସ୍ୱପ୍ନ, ତାଙ୍କର ଯେଉଁ ଚିନ୍ତା ଏବଂ ଚେତନା ଆମକୁ ବର୍ଷ ବର୍ଷ ଧରି ଏମିତି ଅନୁପ୍ରାଣିତ କରିଥାଉ। ସ୍ୱାଧୀନତା ପରେ ଯେତେବେଳେ ପାକିସ୍ତାନର ଆତଙ୍କବାଦୀ ମାନେ ଜାମ୍ମୁ କାଶ୍ମୀରକୁ ନେଇଯିବା ପାଇଁ ମାଡ଼ି ଆସୁଥିଲେ ସେତେବେଳେ ଭାରତୀୟ ସୈନିକଙ୍କ ପାଖରେ ଗୋଳା ବାରୁଦ ନଥିଲା। ଅନ୍ଧାର ରାତିରେ ବିଜୁବାବୁ ନେଇକି ଗୋଳା ବାରୁଦ ପହଞ୍ଚାଇଥିଲେ ଏବଂ ପରବର୍ତ୍ତୀ ସମୟରେ ଭାରତୀୟ ସୈନିକମାନେ ପରାସ୍ତ କରିଥିଲେ ପାକିସ୍ତାନର ଆତଙ୍କବାଦୀମାନଙ୍କୁ। ଆଜି ଭାରତର ଏବଂ ରୁଷର ଯେଉଁ ଆମେ କହୁଛୁ ଯେ ମିତ୍ରତା ଅଛି, ମିତ୍ର ଦେଶ ଆମର ରୁଷ, ତା ପଛରେ ମଧ୍ୟ ବିଜୁବାବୁଙ୍କର ହାତ ରହିଛି, ବିଜୁବାବୁଙ୍କର ଅବଦାନ ରହିଛି, ଯେଉଁଥିପାଇଁ ରୁଷର ସର୍ବୋଚ୍ଚ ସମ୍ମାନ ବିଜୁବାବୁଙ୍କୁ ଦିଆଯାଇଛି। ଏବଂ ଇଣ୍ଡୋନେସିଆରେ ମଧ୍ୟ ଆପଣମାନେ ଜାଣିଥିବେ ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମରେ ମଧ୍ୟ ବିଜୁବାବୁଙ୍କର କୋଉଭଳି ଭାବରେ ଅବଦାନ ଥିଲା, ଯେଉଁଥିପାଇଁ ତାଙ୍କ ଦେଶର ମଧ୍ୟ ସର୍ବୋଚ୍ଚ ସମ୍ମାନ ଭୂମିପୁତ୍ର ବିଜୁବାବୁ ପାଇଛନ୍ତି। ଯିଏ ପୃଥିବୀର ରତ୍ନ, ଦୁଃଖ ପରିତାପର ବିଷୟ। ଏ ଦେଶ ଯେଉଁ ଜାତୀୟ ହିନ୍ଦୀ ଭାଷାଭାଷୀ ଜାତୀୟ ଦଳମାନେ ଅଛନ୍ତି, ଯେଉଁମାନେ କେନ୍ଦ୍ରରେ ରହିଲେ, ଆଜି ତାଙ୍କୁ ଭାରତ ରତ୍ନଟିଏ ଦେଲେ ନାହିଁ। ଇଏ ହେଲା ପ୍ରତ୍ୟେକ ଓଡ଼ିଆଙ୍କର କ୍ଷୋଭର ବିଷୟ। ଏବଂ ଯେଉଁ ବିଜୁବାବୁ ସମଗ୍ର ଭାରତବର୍ଷକୁ ରାସ୍ତା ଦେଖାଇଥିଲେ ପଞ୍ଚାୟତ ରାଜ ବ୍ୟବସ୍ଥାକୁ ସୁଦୃଢ଼ କରିକି, ପଞ୍ଚାୟତ ରାଜ ବ୍ୟବସ୍ଥାକୁ ଗଢ଼ିକି ଏବଂ କ୍ଷମତାର ବିକେନ୍ଦ୍ରୀକରଣ କରିକି ଏବଂ ସମଗ୍ର ଭାରତ ଯାହାକୁ ରୋଲ ମଡେଲ ରୂପେ ଗ୍ରହଣ କରିଥିଲା, ସେ ପଞ୍ଚାୟତ ରାଜ ଦିବସକୁ ଏ ସରକାର ଭାରତୀୟ ଜନତା ପାର୍ଟି ଆସିଲା ପରେ ତାକୁ କାଟିଦେଲା।